ସୁଭଦ୍ରା ଫର୍ମଟି ଆପଣ ନେଇ ଆସିବେ ସାଙ୍ଗରେ ଆପଣଙ୍କର ଆଧାର କାର୍ଡ଼ ଆଉ ବ୍ୟାଙ୍କ ପାସବୁକ୍ ନେଇ ଆସିବେ ସାଙ୍ଗରେ। ଆପଣଙ୍କର ଏଇଟାକୁ ସବୁ କ୍ୟାପିଟାଲ ଲେଟରରେ ଭରିବେ। ଫର୍ମଟିକୁ ସମ୍ପୂର୍ଣ୍ଣ ନାମ ଭରିବେ, ଆଧାର ନମ୍ବର ଭରିବେ, ସ୍ୱାମୀ ବା ପିତା ନାମ ଭରିବେ, ଡେଟ୍ ଅଫ୍ ବାର୍ଥ ଭରିବେ। ଏଇଟା କେବଳ ନୂଆ ଫର୍ମ, ଯେଉଁମାନେ ପକାଇଛନ୍ତି ସେମାନଙ୍କ ପାଇଁ ନୁହେଁ। ଯେଉଁମାନେ ଆଗରୁ ଟୋଟାଲି ପକାଇ ନାହାନ୍ତି କି ଯେଉଁମାନଙ୍କର ଏବେ 21 ବର୍ଷ ହେଇଛି, 21 ବର୍ଷ କେମିତି ହିସାବ କରିବେ? 31 ମାର୍ଚ୍ଚ 2025 ପର୍ଯ୍ୟନ୍ତ ତାଙ୍କର 21 ବର୍ଷ ହେଇଥିବ ହେଲା। ସେଇମାନେ କେବଳ ପକାଇ ପାରିବେ, ତା ବ୍ୟତୀତ ଅନ୍ୟ କେହି ପକାଇ ପାରିବେ ନାହିଁ ହେଲା। ତ ଆପଣଙ୍କର ଆଧାର ମୋବାଇଲ୍ ନମ୍ବର ଯେଉଁଟା ଲିଙ୍କ୍ ଅଛି ସେଟା ଦେବେ। ତେଣୁ ୟା ପାଇଁ ସମସ୍ତଙ୍କୁ ଆଧାର କାର୍ଡ଼ ଆଗେ ମୋବାଇଲ୍ ନମ୍ବର ଲିଙ୍କ୍ କରିବାକୁ ପଡ଼ିବ। ତାପରେ ଆପଣଙ୍କର କେଉଁ ଜିଲ୍ଲା ଆପଣଙ୍କର ଦେବେ, ଗ୍ରାମ ହେଲେ ଗ୍ରାମ ପଞ୍ଚାୟତ ବ୍ଲକ୍ ଦେବେ, ମ୍ୟୁନିସିପାଲିଟି ହେଲେ ୱାର୍ଡ଼ ନମ୍ବର, ମ୍ୟୁନିସିପାଲିଟି କେଉଁ ମ୍ୟୁନିସିପାଲିଟି ଏରିଆ ତାର ଲେଖିବେ। ଆଧାର କାର୍ଡ଼ ଯେଉଁ ବ୍ୟାଙ୍କ ସହିତ ଲିଙ୍କ୍ ଥିବ, ମାନେ DBT ଥିବା ଦରକାର। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ DBT ହେବା ଦରକାର। ଏଇଟା ଆପଣ ଅନଲାଇନ୍ରେ ବି କରିପାରିବେ, ଜନସେବା କେନ୍ଦ୍ର ଯାଇକି କରିପାରିବେ, ମାନେ ବ୍ୟାଙ୍କରେ ଯାଇକି କହିବେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ଼ ସହିତ DBT ନିହାତି କରିବେ। DBT ନ କଲେ ଆପଣଙ୍କର ଗଭର୍ଣ୍ଣମେଣ୍ଟ ଫଣ୍ଡ ଆସିବ ନାହିଁ। DBT କଲା ପରେ ଆପଣ ଏଇ ଫର୍ମଟିକୁ ଆପଣ ଏଇଭଳିଆ ଫିଲ୍ଅପ୍ କରିକି ତଳେ ପଛରେ ସବୁ ଡିକ୍ଲାରେସନ୍ ଆପଣ ମାରିବେ। ଆପଣଙ୍କର କ'ଣ କ'ଣ ନାହିଁ ସବୁ ଟିକ୍ ମାରିବେ, ତଳେ ଏଠି ଦସ୍ତଖତ ମାରିବେ, ତାରିଖ ଦେଇକି ଫର୍ମଟିକୁ ସବମିଟ୍ କରିବେ। ଅନଲାଇନ୍ରେ ସବମିଟ୍ କଲା ପରେ ଆପଣଙ୍କର ସୁଭଦ୍ରା ଫର୍ମଟି ପଡ଼ିଯିବ। ତ ଏଇଭଳି ଭାବରେ ଆପଣ ସୁଭଦ୍ରା ଫର୍ମଟି ପକାଇ ପାରିବେ। ତେଣୁ ନିହାତି ଭାବରେ ଆସି ସୁଭଦ୍ରା ଫର୍ମ ପକାନ୍ତୁ। ତ ଶୁଣନ୍ତୁ, ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଚ୍ୟାନେଲକୁ ଲାଇକ୍ ଏବଂ ସେୟାର କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।